नमस्कार, जय जगन्नाथ समस्त ओडिशा अदरम्यान चैनल स्वागत। जदि आज आम देखा जो मालाका स्ट्रेट रही है गोटे बात्या फर्मेसन होटा कि गतकाली आप तीव्र अवपात परिणत होता। तो आज सकाल समय घनीभूत हो बात्यार परिणत होता और जहाँपर तार ना बात्या सेनिया रखा जाता। सामान समय जब देखिए जेहेतु पूर्वाह्न समय पाखापाखि 11टा समय से लैंडफॉल करता आपंकर नॉर्थ ऑफ सुमात्रा रे किंतु वर्तमान से धीरे धीरे दुर्बल होबार अधिक संभावना रही सामान समय श्रीलंका निकट में जो सिस्टम टी ସେଇଟା ଘନୀଭୂତ କରିବ ଆଗାମୀ 24 ଘଣ୍ଟା ଭିତରେ ସେ ଗୋଟେ ଅବପାତରେ ପରିଣତ ହେବ ଏବଂ ପରବର୍ତ୍ତୀ 36 ଘଣ୍ଟା ଆମେ ଯୋଉଟା କହୁଛେ 28-29 ଭିତରେ ସେ ଗୋଟେ ବାତ୍ୟାର ରୂପ ମଧ୍ୟ ନେଇପାରେ ଯାହାକି ତାର ଯୋଉ ଦିଗ ରହିଛି ମୁଖ୍ୟତଃ ଭାବେ ଆପଣଙ୍କର ତାମିଲନାଡୁ ତଥା ଏହାର ସଂଲଗ୍ନ ଯୋଉ ଆନ୍ଧ୍ର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ରହିଛି ସେ ଆଡ଼ିକି ମୁହାଁଇବ ଯାହା ପ୍ରଭାବରେ ଆପଣଙ୍କର 28-29 ବେଳକୁ ଶ୍ରୀଲଙ୍କା ସମେତ ଆପଣଙ୍କ ତାମିଲନାଡୁ ଏବଂ ଯୋଉ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଅଞ୍ଚଳ ରହିଛି ସେଠି ବନ୍ୟା ଭଳି ପରିସ୍ଥିତି ଦେଖିବାକୁ ମିଳିପାରେ ପାଖାପାଖି 500 କିମ୍ବା 600 ମିଲିମିଟରରୁ ଅଧିକ ମଧ୍ୟ ବର୍ଷା ରେକର୍ଡ କରାଯିବାର ସମ୍ଭାବନା ରହୁଛି କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଯଦି ଦେଖିବା ବିଶେଷ କିଛି ବର୍ଷାର ସମ୍ଭାବନା ନାହିଁ ଏବଂ ଏ ଯୋଉ ଉଭୟ ସିଷ୍ଟମ ଯଦି ବି ସେକେଣ୍ଡ ସିଷ୍ଟମରେ ଆପଣଙ୍କର ବାତ୍ୟାରେ ପରିଣତ ହେଉଛି ତାର ଡାଇରେକ୍ଟ ଇମ୍ପାକ୍ଟ ରାଜ୍ୟ ଉପରେ କିଛି ପଡ଼ିବ ନାହିଁ ଯାହା ବି ପଡ଼ିବ ଯଦି ଦେଖିବେ 30 ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାମାନଙ୍କରେ ଆପଣଙ୍କର ପାଗ ଆଂଶିକ ମେଘୁଆ ରହିପାରେ ଏବଂ 1 ତାରିଖ ବେଳକୁ ଆପଣଙ୍କର ମାଲକାନଗିରି କୋରାପୁଟ ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଗୋଟେ ଦୁଇଟା ସ୍ଥାନରେ ହାଲକା ବର୍ଷାର ସମ୍ଭାବନା ରହୁଛି କିନ୍ତୁ ବିଶେଷ ଭାବେ ଯଦି ଦେଖିବାକୁ ଯିବା ଓଡ଼ିଶା ଉପରେ ମୋଟାମୋଟି ଭାବେ ଦେଖିବାକୁ ଗଲେ ବିଶେଷ ବଡ଼ କିଛି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।